ଛୋଟ ପିଲାମାନଙ୍କଠୁ ନେଇ ବଡ଼ ପର୍ଯ୍ୟନ୍ତ ସମସ୍ତେ କେକ୍ ଖାଇବାକୁ ବହୁତ ଭଲ ପାଆନ୍ତି। ଆଉ କ୍ରିସମାସ୍, ନ୍ୟୁ ଇୟର୍ ଆସିଲା ମାତ୍ରେ ଘରେ ଘରେ କେକ୍‌ର ଆଶା ଜମିଯାଏ। ଚାଲନ୍ତୁ ଆଜି ସେଇ ନ୍ୟୁ ଇୟର୍ ଆଉ କ୍ରିସମାସ୍ ପାଇଁ ବନେଇବା ବିନା ଅଣ୍ଡା, ବିନା ମଇଦାରେ ସୁଜିରେ ହିଁ ତିଆରି କରିବା ହେଲ୍ଦି ଆଣ୍ଡ ଟେଷ୍ଟି ଚକୋଲେଟ୍ କେକ୍ ଆଉ ଗାଜରର କେକ୍, ଯାହା ପିଲାମାନଙ୍କୁ ବହୁତ ଭଲ ଲାଗେ ଆଉ ବଡ଼ମାନେ ମଧ୍ୟ ଖାଇପାରିବେ। ଗୋଟେ ବ୍ୟାଟର ବନେଇବା ଆଉ ଗୋଟେ ବ୍ୟାଟରରେ 2ଟା କେକ୍ ଗୋଟେ ଘଣ୍ଟା ଭିତରେ ଆମେ ଆଜି ରେଡି କରିପାରିବା। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଏଇ ହେଲ୍ଦି ଆଉ ଟେଷ୍ଟି ଗାଜର ଆଉ ମିଲ୍କ ଗାଜରର ଆଉ ଚକୋଲେଟ୍‌ର କେକ୍ ବନେଇବା। ସେଥିପାଇଁ ଏଠି ମୁଁ ନେଇଛି 2 କପ୍ ସୁଜି ଆଉ 1 କପ୍ ସୁଗାର। ସୁଗାର ଏଠି ମୁଁ ବ୍ରାଉନ୍ କଲର୍‌ର ସୁଗାର ନେଇଛି, ଆପଣ ନର୍ମାଲ୍ ହ୍ୱାଇଟ୍ ସୁଗାର ମଧ୍ୟ ନେଇପାରିବେ। କିଛି ଡ୍ରାଏ ନଟ୍ସ ନେଇଛି ଯାହାକୁ ଖୁବ୍ ଫାଇନ୍ ଚପ୍ କରିବା, ଆଉ ଯେଉଁ ସିଜନ୍ ଯେଉଁ ଗାଜର ଆସୁଛି ରେଡ୍ ବାଲା ଗାଜର ତାକୁ ନେଇଛି। ଏବେ ଫାଷ୍ଟ କ'ଣ କରିବା ନା ଯେଉଁ ସୁଜି ନେଇଥିଲେ ସେ ସୁଜିଟାକୁ ଗୋଟେ ମିକ୍ସିଂ ବାଉଲ୍‌ରେ ଆମେ ଟ୍ରାନ୍ସଫର୍ କରିଦେବା। ଆଉ ସେଥିରେ ହାଫ୍ ଟି ସ୍ପୁନ୍ ସଲ୍ଟ ପକେଇବା। ଆଉ ହାଫ୍ ଟି ସ୍ପୁନ୍ ସଲ୍ଟ ପକେଇ ସାରିଲା ପରେ ସେଥିରେ ମୁଁ ଏଠି ଆଡ୍ କରିଛି 2 କପ୍ ମିଲ୍କ। 2ରୁ 3 କପ୍ ମିଲ୍କ ପକେଇଛି। ପୁରା ହଟ୍ ମିଲ୍କ, ଏକଦମ ମିଲ୍କକୁ ପୁରା ଗରମ କରିଦେଇକି ତାପରେ ସେଥିରେ ଆମେ ଆଡ୍ କରିବା। ଯେମିତିକି ସୁଜିଟା ସାଙ୍ଗେ ସାଙ୍ଗେ ଫୁଲି ଉଠିବ। ଦେଖନ୍ତୁ ଏଠି 2 କପ୍ ମିଲ୍କ ଦେଇସାରିଲା ପରେ ସେଟା ମାନେ ସାଙ୍ଗେ ସାଙ୍ଗେ ଟାଣି ନେଇଛି, ସେଥିପାଇଁ ମୁଁ ପଛରେ ଆଉ ଗୋଟେ କପ୍ ମିଲ୍କ ଦେଇକି ଭଲ ଭାବରେ ତାକୁ ମିକ୍ସ କରିକି ତାକୁ 10 ମିନିଟ୍ ପର୍ଯ୍ୟନ୍ତ ଘୋଡ଼େଇକି ଛାଡ଼ିଦେବା, ଯେମିତି ସୁଜିଟା ଫୁଲି ଉଠିବ। ଏଇ 10 ମିନିଟ୍ ଭିତରେ ଆମେ ରେଡ଼ି କରିନେବା ଅନ୍ୟାନ୍ୟ ଜିନିଷ ସବୁ, ଯେମିତିକି ଗାଜରଟାକୁ ସଫା କରିକି ତାକୁ ଗ୍ରେଟ୍ କରିକି ରଖିନେବା, ଆଉ ଡ୍ରାଏ ନଟ୍ସ ଗୁଡ଼ାକ ଏକଦମ ଫାଇନ୍ ଚପ୍ କରିକି ରଖିନେବା। ମୁଁ ଏଠି ଆଲମଣ୍ଡସ୍, କାଜୁ, ୱାଲନଟ୍ସ ନେଇଛି, କିସମିସ୍ ଆଉ ଟୁଟି ଫ୍ରୁଟି, ଆପଣ ଅନ୍ୟାନ୍ୟ ଡ୍ରାଏ ନଟ୍ସ ଯେମିତିକି ଚେରି ମିଶେଇ ନେଇପାରିବେ, କିସମିସ୍ ବି ନେଇପାରିବେ, ନହେଲେ ପିସ୍ତା ବି ନେଇପାରିବେ। ଯେକୌଣସି ଡ୍ରାଏ ନଟ୍ସ ଆପଣ ୟୁଜ୍ କରିପାରିବେ। ଦେଖନ୍ତୁ 10-15 ମିନିଟ୍ ଭିତରେ ଆମର ସୁଜି ପୁରା ଭଲ ଭାବରେ ଫୁଲିଯାଇଛି। ମୁଁ ଏଠି ଆଉ ହାଫ୍ କପ୍ ମିଲ୍କ ପଛରେ ଆଡ୍ କରିଦେଇଥିଲି। ସୁଜି ପୁରା ଭଲ ଭାବରେ ଫୁଲି ଉଠିଛି। ଏବେ ତାକୁ ଆମେ କ'ଣ କରିବା ନା ମିକ୍ସିଂ ଜାର୍‌ରେ ଟ୍ରାନ୍ସଫର୍ କରିଦେବା। ବହୁତ ଇଜି ତରିକା ସେ ମୁଁ ଆପଣଙ୍କୁ ଏଇଟା ବତେଇକି ଦେଖଉଛି। ଖୁବ୍ ଶୀଘ୍ର ଆଉ ଖୁବ୍ ଇଜିଲି ଆପଣ କେମିତି କେକ୍ ବନେଇ ପାରିବେ। ତ ଯେଉଁ ଫୁଲି ଯାଇଥିବା ସୁଜିକୁ ଆମେ ମିକ୍ସିଂ ଜାର୍‌ରେ ଦେଇକି 1 ମିନିଟ୍ ମାତ୍ର ବ୍ଲେଣ୍ଡ କରିକି ନେଇ ଆସିବା। ସେଥିରେ ତାପରେ ଆମେ ସୁଗାରଟା ଆଡ୍ କରିବା। ସୁଗାର ଆଡ୍ କରିଦେଇକି ହେଲେ ଆମକୁ ଆଉ ବେଶୀ ସମୟ କରିବାକୁ ପଡ଼ିବନି, ଯାହାଫଳରେ କି ମିକ୍ସିଂ ଜାର୍‌ରେ ହିଁ ସୁଗାର ପୁରା ଆଡ୍ ହେଇଯିବ, ଭଲ ଭାବରେ ମିଶିଯିବ। ଏମିତି ପୁରା ଫ୍ଲୋଇଂ କନସିଷ୍ଟେନ୍ସିରେ ଯେମିତି ପୁରା ହେଇଯିବ, ସେଇଭଳିଆ ଆମେ ତାକୁ ମିଶେଇବା। ଏବେ ସେଥିରେ ଅଏଲ୍ ଦେଇଦେବା। ଯେଉଁ ଖାଇବା ଅଏଲ୍ ଯେଉଁଟାକି ରିଫାଇନ୍ଡ ଅଏଲ୍ ସେଇଟା ମିଶାଇ କରିବେ। ଯେଉଁ ଅଏଲ୍‌ର ସ୍ମେଲ୍ ଆସୁଥିବ ହାର୍ଡ଼ ସ୍ମେଲ୍, ଯେମିତିକି ସୋରିଷ ତେଲ, ରାଶି ତେଲ, ସେଗୁଡ଼ାକ ୟୁଜ୍ କରିବେନି। ଏବେ ଆମର ବ୍ୟାଟର ରେଡ଼ି ହେଇଗଲା। ଭଲ ଭାବରେ 2 ମିନିଟ୍ ମାତ୍ର ବୁଲେଇ ଦେଇକି ନେଇ ଆସିଲେ ଆମର ବ୍ୟାଟର ରେଡ଼ି ହେଇଗଲା। ଏବେ ଏଇ ଗୋଟେ ବ୍ୟାଟରରେ ଆମେ 2ଟା ଯାକ କେକ୍ ରେଡ଼ି କରିବା। ସେଥିପାଇଁ ଏଠି ମୁଁ 2ଟା ଯାକ ଡିଫରେଣ୍ଟ କେକ୍ ତିଆରି କରିବା, ମୁଁ ସେଥିପାଇଁ ଡିଭାଇଡ୍ କରିଦେଇଛି। ଏବେ ଯେଉଁଥିରେ ଆମେ କେକ୍ ବେକ୍ କରିବା ସେଟାକୁ କେକ୍ ଯଦି କଡ଼େଇରେ କରିଛନ୍ତି କଡ଼େଇରେ ଆପଣ ଦେଇକି ତାକୁ ପ୍ରିହିଟ୍ କରିଦେବା। ମୁଁ ଏଠି ପ୍ରେସର କୁକର୍ ଅଛି, ମୋର ଏଇଟା ପୁରୁଣା ପ୍ରେସର କୁକର୍, ସେଇଟାକୁ ସଲ୍ଟ ଦେଇକି ପ୍ରିହିଟ୍ କରିବା ପାଇଁ ରଖିଦେବା। ଯଦି ଓଭନ୍ ଅଛି ଓଭନ୍‌କୁ ମଧ୍ୟ ଆପଣ ପ୍ରିହିଟ୍ କରିଦେବେ। ତ ପ୍ରଥମେ ଗାଜର କେକ୍‌ଟା ବନେଇଦେବା। ସେଥିପାଇଁ ଯେଉଁ ଗାଜରଟା ଆମେ କୋରିକିନା ରଖିଥିଲେ ସେଥିରେ 1 ଚାମଚ ଗହମ ଅଟା ମିଶେଇ ଦେଇକି ଆମେ ବ୍ୟାଟରରେ ମିଶେଇବା। ଅଟା ଟିକେ 1 ଚାମଚ ପକେଇଦେଲେ କ'ଣ ହବ ନା ସାଙ୍ଗେ ସାଙ୍ଗେ ଗାଜରଟା ବାଇଣ୍ଡିଙ୍ଗ ଧରି ନେବ। ସେକେଣ୍ଡ ଥିଙ୍ଗସ୍ ହେଲା, ଯଦି ସେଟା ତଳେ ବସିଯିବନି, ବ୍ୟାଟରଟା ଯେତେବେଳେ ଆମେ ବେକ୍ କରିବା ଏଟା ବସିଯିବନି ତଳେ। ଏବେ 2 ଚାମଚ ଟୁଟି ଫ୍ରୁଟି ସେଇଟା ବି ମୁଁ ସେଥିରେ ମଧ୍ୟ ହାଫ୍ ଟି ସ୍ପୁନ୍ ଅଟା ଦେଇକି ସେଥିରେ ଡଷ୍ଟ କରିକି ସେଥିରେ ମିଶେଇଦେବା। ଏବେ ଯେଉଁ କେକ୍ ଟିନ୍ ଆମେ ନେବା ଯେଉଁଥିରେ କି କେକ୍ ବେକ୍ କରିବା, ସେଟାକୁ ଭଲ ଭାବରେ ଗ୍ରୀସ୍ କରିଦେବା। ବଟର ହଉ ବା ଅଏଲ୍ ହଉ, ତାପରେ ବଟର ପେପର ଯଦି ଅଛି ଦେଇଦିଅନ୍ତୁ, ନହେଲେ ଅଟା ଡଷ୍ଟ କରିପାରିବେ। ଏବେ ବ୍ୟାଟରରେ ହାଫ୍ ଟି ସ୍ପୁନ୍ ଇନୋ ଦେବା, ଆଉ 2ରୁ 3 ବୁନ୍ଦ ଦେବା ସେଥିରେ। ହାଫ୍ ଟି ସ୍ପୁନ୍ ଦେବା ଲେମନ୍ ଜୁସ୍ ଦେଇକି ତାକୁ ଧୀରେ ଧୀରେ ମିକ୍ସ କରିବା। ଇନୋ ଦେଇସାରିଲା ପରେ ଓଭର ମିକ୍ସ କରିବେନି, ଆଉ ସାଙ୍ଗେ ସାଙ୍ଗେ କେକ୍ ଟିନ୍‌କୁ ଟ୍ରାନ୍ସଫର୍ କରିଦେବା। କରିସାରିଲା ପରେ ଯେଉଁ ଆମେ ଡ୍ରାଏ ନଟ୍ସ ସବୁ କାଟିକିନା ରଖିଥିଲି ତାକୁ ତା ଉପରେ ସଜେଇଦେବା।
ढेर सारा ड्राई ड्राई नट्स फ्रुट्स आपण ता ऊपर सजेଇ ଦେଇକି ତାପରେ ଯୋଉ ପ୍ରି ହିଟ୍ କରିକି ଯେ ଆମେ କଡ଼େଇ ରଖିଛେ ବା ପ୍ରେସର କୁକର ବସେଇଛେ ସେଥିରେ ଆମେ 45 ମିନିଟ୍ସରୁ 50 ମିନିଟ୍ସ ବା ନହେଲେ 55 ମିନିଟ୍ସ ଏଠି ମୋତେ ଲାଗିଯାଇଛି ବେକ୍ କରିବା ପାଇଁ। ତ ଟୁଥପିକ୍ ଇନସର୍ଟ କରିବେ ଯଦି ହେଇଗଲା କ୍ଲିନ୍ ଆସିଲା ତାହେଲେ ତାକୁ ଆପଣ ବାହାର କରି ଆଣିବେ। ପ୍ରିହିଟ୍ କରିବା ପୂର୍ବରୁ ଯୋଉ ପ୍ରିହିଟ୍ କଡ଼େଇ ହଉ ବା ପ୍ରେସର କୁକର ହଉ ସେଥିରେ ଆପଣ ଟ୍ୟାପ୍ କରିକି ତାପରେ ବେକ୍ କରିନେବେ 45 ମିନିଟ୍ସ ପର୍ଯ୍ୟନ୍ତ। ଆମର ଗାଜର କେକ୍ ରେଡି ହେଇଗଲା। ଏବେ ଆମେ ଯୋଉ ବ୍ୟାଟର ନେକ୍ସଟ ବାହାର କରିକି ରଖିଥିଲେ ସେଥିରେ ଆମେ ଚକୋଲେଟ୍ କେକ୍ ବନେଇବା। ଚକୋଲେଟ୍ କେକ୍ କରିବା ପାଇଁ ଏଠି ମୁଁ 2 ଟିସ୍ପୁନ୍ ମିଶେଇଛି କୋକୋ ପାଉଡର, 1 ଟିସ୍ପୁନ୍ ଦେଇଛି ଭ୍ୟାନିଲା ଏସେନ୍ସ ଆଉ ଗୋଟେ ଛୋଟ ପ୍ୟାକେଟ୍ କଫି ଗୋଟେ ପ୍ୟାକେଟ୍ ଦେଲେ କ'ଣ ହବ ନା କଲର୍ ବହୁତ ବଢ଼ିଆ ଆସିବ ଆଉ ତାର ସେ ସ୍ମେଲଟା ବି ବହୁତ ବଢ଼ିଆ ହବ। ଭଲ ଭାବରେ ମିକ୍ସ କରିସାରିଲା ପରେ ସେଥିରେ ଯୋଉ ବାକି ଯୋଉ ହାଫ୍ ପ୍ୟାକେଟ୍ ଇନୋ ଥିଲା ସେଇଟା ଦେଇଦେବା। ସେଇ ସେମ୍ ପ୍ରୋସେସ୍ 2-3 ବୁନ୍ଦ ପକେଇବା ଲେମନ୍ ଜୁସ୍ ଯେମିତି ଆକ୍ଟିଭେଟ୍ ହେଇଯିବ। ତାପରେ ଆଉ ଓଭର ମିକ୍ସ ନ କରିକି ଖୁବ୍ ହାଲକା ହାତରେ ମିକ୍ସ କରିକି ଆମେ କେକ୍ ଟିନରେ ତାକୁ ଦେଇକି ତାକୁ ମଧ୍ୟ ପ୍ରିହିଟ୍ କଡ଼େଇ ହଉ ବା ପ୍ରେସର କୁକର ହଉ ଆମେ ବେକ୍ କରିଦେବା। ଏଇଟା ଖୁବ୍ ଶୀଘ୍ର ବେକ୍ ହେଇଯିବ। 45 ମିନିଟ୍ସରେ ଇଏ ହେଇଯାଇଛି। ଗାଜର କେକ୍‌ଟା ପାଇଁ ମୋତେ 55 ମିନିଟ୍ସ ଲାଗିଯାଇଛି। ପୁଣି ତା ଉପରେ ଟିକେ ଡ୍ରାଇ ନଟ୍ସ ଆଉ ଟିକେ ଚୋକୋ ଚିପ୍ସ ସଜେଇ ଦେଇଛି। ଆପଣ ଯଦି ଚୋକୋ ଚିପ୍ସ ନାହିଁ ତାହେଲେ ତା ବଦଳରେ ଚକୋଲେଟ୍ ମଧ୍ୟ ସଜେଇ ପାରିବେ ନହେଲେ ଖାଲି ସେମିତି ଡ୍ରାଇ ନଟ୍ସ ଦେଇପାରିବେ। ତ ଆମର କେକ୍ ରେଡି ହେଇଯିବ। ତ ଫ୍ରେଣ୍ଡସ୍ ନିଶ୍ଚୟ ବନାନ୍ତୁ କେକ୍। ଗୋଟେ ବ୍ୟାଟର କରିକି 2ଟା କେକ୍ ଆପଣ ଆଟ୍ ଏ ଟାଇମ୍ ରେଡି କରିପାରିବେ। ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ କରିବେ, ସେୟାର କରିବେ ଆଉ ଯଦି ଫାର୍ଷ୍ଟ ଟାଇମ୍ ଦେଖୁଛନ୍ତି ତାହେଲେ ନିଶ୍ଚୟ ସବସ୍କ୍ରାଇବ୍ କରିନେବେ। କେକ୍ କେମିତି ହେଲା ଖାଇକି ମୋତେ କମେଣ୍ଟସ୍ କରିବେ। ଫେସବୁକ୍ ପେଜରେ ଦେଖୁଥିଲେ ନିଶ୍ଚୟ ଫଲୋ କରିନେବେ। ନେକ୍ସଟ ଭିଡ଼ିଓରେ ଦେଖାହବ। ଜୟ ଜଗନ୍ନାଥ।